ସାଙ୍ଗମାନେ ଆଜି ଆମେ ଦେଖିବା ଏଇ ଯେଉଁ ଲାଷ୍ଟ 6 ମାସର କିଛି କରେଣ୍ଟ ଆଫେୟାର ଯେଉଁଟାକି OSSC CGL ପାଇଁ ଇମ୍ପୋର୍ଟାଣ୍ଟ ଅଛି। ତ ଚାଲନ୍ତୁ ଦେଖିବା। ତ ଏଇ ଆମର ରିସେଣ୍ଟଲି ଯେଉଁ ଆମର ସେକ୍ରେଟାରୀ କିଛି ଆପଏଣ୍ଟ ହେଇଛନ୍ତି ସେଗୁଡ଼ା ମଧ୍ୟରୁ କିଛି ଇମ୍ପୋର୍ଟାଣ୍ଟ ଅଛି। ଯେମିତିକି ଆମର ଅଛନ୍ତି କ୍ୟାବିନେଟ୍ ସେକ୍ରେଟାରୀ ଯିଏ ଅଛନ୍ତି TV ସୋମନାଥନ, ତାକୁ ଟିକେ ମନେ ରଖିବେ। ତାପରେ ନେକ୍ସଟ ଅଛନ୍ତି ଆମର ପ୍ରିନ୍ସିପାଲ ସେକ୍ରେଟାରୀ, ସିଏ ହେଉଛନ୍ତି ଆମର PK ମିଶ୍ର ଆଣ୍ଡ ଶକ୍ତିକାନ୍ତ ଦାସ, ସେଇଟା ବି ଟିକେ ମନେ ରଖିବେ। ଆଉ ପ୍ରାଇଭେଟ ସେକ୍ରେଟାରୀ ଆମର କିଏ ଅଛନ୍ତି ନିଧି ତିୱାରୀ, ଏବଂ ଅଛନ୍ତି ଆମର ଫାଇନାନ୍ସ ସେକ୍ରେଟାରୀ ଅଛନ୍ତି ଅଜୟ ସେଠ, ଆଉ ଫରେନ୍ ସେକ୍ରେଟାରୀ ଅଛନ୍ତି ବିକ୍ରମ ମିଶ୍ର, ଏଗୁଡ଼ା ଟିକେ ମନେ ରଖିବେ। ତାପରେ ଅଛନ୍ତି ଆମର ଡିଫେନ୍ସ ସେକ୍ରେଟାରୀ କିଏ ଅଛନ୍ତି ରାଜେଶ, ଏଗୁଡ଼ା ଟିକେ ଇମ୍ପୋର୍ଟାଣ୍ଟ ମନେ ରଖିବା। ତ ସେଇ ଭିତରୁ ଇମ୍ପୋର୍ଟାଣ୍ଟ ହେଉଛି ଆମର କ୍ୟାବିନେଟ୍ ସେକ୍ରେଟାରୀ କିଏ ଅଛନ୍ତି TV ସୋମନାଥନ, ଏଇ ରିସେଣ୍ଟଲି ଏଇଟା ଆପଡେଟ୍ ହେଇଛି। ତ ନେକ୍ସଟ ତାପରେ ଦେଖନ୍ତୁ ଆମର କିଛି ଗ୍ଲୋବାଲ ଲିଡରର କିଛି ଆପଡେଟ୍। ତ ଏଇଠୁ ଇମ୍ପୋର୍ଟାଣ୍ଟ ଅଛି ଯେଉଁଟାକି ଆମର ମାନେ ପ୍ରଥମ କିଏ ଆପଏଣ୍ଟ ହେଇଛନ୍ତି ଫିମେଲ୍, ମାନେ ଫାଷ୍ଟ ଫିମେଲ୍ ପ୍ରାଇମ୍ ମିନିଷ୍ଟର କେଉଁ ଦେଶର ଆପଏଣ୍ଟ ହେଇଛନ୍ତି ସେଇଟା ହେଉଛି ଜାପାନ। ଆଉ ସେ କିଏ ହେଉଛନ୍ତି ସନାଇ ତାକାଇଚି, ଏଇଟା ଟିକେ ମନେ ରଖିବେ, ଇମ୍ପୋର୍ଟାଣ୍ଟ ଅଛି ଫାଷ୍ଟ ଫିମେଲ୍ ପ୍ରାଇମ୍ ମିନିଷ୍ଟର। ଏବଂ ସେପରି ମନେ ରଖିବେ ନେପାଳର କିଏ ଅଛନ୍ତି ବଲଦେବ ଶାହା, ଭୁଟାନର ଅଛନ୍ତି ତେସରିଂ ତୋବେ, ମଙ୍ଗୋଲିଆର ଅଛନ୍ତି ଉରାଲ ନାମାନ ଓସାରା, ଏବଂ ବାଂଲାଦେଶର ତାରିକ ରେହମାନ, ଏଇଟା ଟିକେ ମନେ ରଖିବେ, ଏଇଟା ବି ଇମ୍ପୋର୍ଟାଣ୍ଟ ଅଛି। ଆଉ ନେକ୍ସଟ ଅଛି ଆମର ଥାଇଲାଣ୍ଡର ଆନୁତିନ୍, ଏଇଟା ଟିକେ ମନେ ରଖିବେ, ଇମ୍ପୋର୍ଟାଣ୍ଟ ଅଛି। ତ ନେକ୍ସଟ ଚାଲନ୍ତୁ ଦେଖିବା। ଆଉ କିଛି ଅଛି ଆମର ଯେଉଁ ଇନଭେଷ୍ଟିଗେସନ୍ ଏଜେନ୍ସିର କିଏ କିଏ ଅଛନ୍ତି। CBIର ଆମର ଅଛନ୍ତି ପ୍ରବୀଣ ସୁଦ, ଟିକେ ମନେ ରଖିବେ, ସେଇଟା ଇମ୍ପୋର୍ଟାଣ୍ଟ ଅଛି। ତାପରେ IB ଯେଉଁଟାକି ଇଣ୍ଟେଲିଜେନ୍ସ ବ୍ୟୁରୋର କିଏ ଅଛନ୍ତି ତପନ କୁମାର ଡେକା, ମନେ ରଖିବେ ଟିକେ। ତାପରେ ନେକ୍ସଟ ଅଛନ୍ତି ଆମର ED ଏନଫୋର୍ସମେଣ୍ଟ ଡାଇରେକ୍ଟର ଅଛନ୍ତି ରାହୁଲ ନବୀନ, ଆଉ NCBର ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ଅଛନ୍ତି ରାହୁଲ ନବୀନ, ଦୁଇଟା ସାରା ED ଆଉ NCBର ଜଣେ ଅଛନ୍ତି, ସେଇଟା ଟିକେ ମନେ ରଖିବେ। ଆଉ ଇମ୍ପୋର୍ଟାଣ୍ଟ ଅଛି NIA ଯେଉଁଟାକି ନ୍ୟାସନାଲ ଇନଭେଷ୍ଟିଗେସନ୍ ଏଜେନ୍ସି, ସେଠାରୁ କିଏ ଅଛି ରାକେଶ ଅଗ୍ରୱାଲ, ଏଗୁଡ଼ା ଟିକେ ମନେ ରଖିବେ, ଇମ୍ପୋର୍ଟାଣ୍ଟ ଅଛି, ଏକ୍ଜାମ୍ ଆଗରୁ ପଢ଼ି ଦେଇକି ଯିବେ। ତାପରେ ନେକ୍ସଟ ଚାଲନ୍ତୁ ଦେଖିବା ଆମର ଖେଳ ଉପରେ। ଖେଳ ଯେଉଁଟାକି ଅଛି ଆମର ଏଇଟା ମିଆମି ଓପେନ୍ 2026ରେ ୱିନର କିଏ ହେଇଛନ୍ତି ମେନ୍ ସିଙ୍ଗଲରେ ଜାନିକ୍ ସେନାର, ମନେ ରଖିବେ, ସେଇଟା ଟିକେ ଇଟାଲୀର ଯିଏ ଅଛନ୍ତି। ଆଉ ରନର୍ସ ଆମର କିଏ ହେଇଛନ୍ତି ଗ୍ରିଗର ଦିମିତ୍ରିଭ, ରନର୍ସ ଅପ୍, ଏଇଟା ହେଉଛି ମିଆମି ଓପେନ୍ 2026। ସେଭଳିଆ ଆମର ଓମେନ୍ସରେ କିଏ ଅଛନ୍ତି ଆରିଆନ୍ ସାବଲେଙ୍କା, ବେଲାରୁସର ସେ ଅଛନ୍ତି, ହେଲା ମନେ ରଖିବ ଟିକେ। ଆଉ ଗୋଟେ ହେଉଛି କୋକା କପ୍, ସେତିକି ମନେ ରଖିବେ। ତାପରେ ନେକ୍ସଟ ଚାଲନ୍ତୁ ଯିବା କ୍ରିକେଟ ଖେଳ ଉପରେ ଆସିଲା। ତ କ୍ରିକେଟ ଖେଳ ତ ଜାଣିଥିବା ଆମର ଯେଉଁ ଓମେନ୍ସ ପ୍ରିମିୟମ ଲିଗ୍ ହେଇଥିଲା, ତ ଓମେନ୍ସ ପ୍ରିମିୟମ ଲିଗ୍ରେ ଆମର କିଏ ଜିତିଛି RCB, ଆଉ ସେଇଠି ଆମର ପ୍ଲେୟାର ଅଫ୍ ଦ ମ୍ୟାଚ୍ ଆଉ ଅରେଞ୍ଜ କ୍ୟାପ୍ କିଏ ପାଇଥିଲେ ସ୍ମୃତି ବନ୍ଧନା, ଏଇଟା ଟିକେ ମନେ ରଖିବେ, ପଢ଼ି ଦେଇକି ଯିବେ। ତାପରେ ନେକ୍ସଟ ଅଛି ଆମର ICC T20 ୱାର୍ଲଡ କପ୍ ଇଭେଣ୍ଟ ଯେଉଁଟା ହେଇଥିଲା, ସେଇଥିରେ କିଏ ଜିତିଛି ଆମର ଇଣ୍ଡିଆ, ଆଉ ସେଇଠି ଆମର ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ କିଏ ହେଇଥିଲେ ସଞ୍ଜୁ ସାମସନ୍, ଟିକେ ମନେ ରଖିବେ। ନେକ୍ସଟ ଆଉ ସେଠିକାର ଯେଉଁ ICC T20 ୱାର୍ଲଡ କପ୍ର କିଏ ବ୍ରାଣ୍ଡ ଆମ୍ବାସଡ଼ର, ସେ ହେଉଛନ୍ତି ଆମର ରୋହିତ ଶର୍ମା। ହଉ ତାପରେ ନେକ୍ସଟ ହେଇଥିଲା ଆମର ଜୁନିୟର ମେନ୍ସ ହକି ୱାର୍ଲଡ କପ୍ ହେଇଥିଲା, ଏଇଟାରେ ଆମର କିଏ ଜିତିଛନ୍ତି ଜର୍ମାନୀ, ହେଲା। ଆଉ ରନର୍ସ ଅପ୍ କିଏ ହେଲେ ସ୍ପେନ୍, ମନେ ରଖିବେ। ତ ଏଇ ଇମ୍ପୋର୍ଟାଣ୍ଟ ଜିନିଷଟା ଅଛି, ଏଇଟାକୁ ମାନେ କେଉଁ କଣ୍ଟ୍ରି ହୋଷ୍ଟ କରିଥିଲା ସେଇଟା ମନେ ରଖିବେ, ତାହେଲେ ସେଇଟା କେଉଁଟା ହେବ ଇଣ୍ଡିଆ ହୋଷ୍ଟ କରିଥିଲା। ତାପରେ ଚାଲନ୍ତୁ ଟିକେ ଯିବା ଏଇ ରିସେଣ୍ଟଲି ଆମର ସରିଛି ଯେଉଁଟାକି ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍, ଖେଲୋ ଇଣ୍ଡିଆ ଟ୍ରାଇବାଲ୍ ଗେମ୍ ଯେଉଁଟାକି ଆମର ହେଇଥିଲା ଆମର ଛତିଶଗଡ଼ରେ, ହେଲା ଛତିଶଗଡ଼ରେ ହେଇଥିଲା। ତ ସେଇଠି ଆମର ଯେଉଁ ଫାଷ୍ଟ ପୋଜିସନ୍ କିଏ ନେଇଛନ୍ତି କର୍ଣ୍ଣାଟକର ଟୋଟାଲ ମେଡ଼ାଲ ଅଛି 38, ଆଉ ଆମର ଓଡ଼ିଶା ହେଇଛି ସେକେଣ୍ଡ ପୋଜିସନ୍, ମନେ ରଖିବେ ଟୋଟାଲ 57, 21ଟା ଗୋଲ୍ଡ, 15ଟା ସିଲଭର, ଆଉ 21ଟା ବ୍ରୋଞ୍ଜ ମେଡ଼ାଲ ନେଇକି। ଆଉ ଥାର୍ଡ଼ ପୋଜିସନ୍ରେ ଅଛନ୍ତି ଆମର ଝାଡ଼ଖଣ୍ଡ। ତ ଏଇଟା ହେଉଛି ଆମର ଫାଷ୍ଟ ଏଡ଼ିସନ୍ ଛତିଶଗଡ଼ରେ ହେଇଥିଲା। ଆଉ ମସ୍କଟଟା ହେଉଛି ଆମର ଏଇଟା ହେଉଛି ମୋରଭିର, ଏଇଟା ଟିକେ ମିଷ୍ଟେକ୍ ଅଛି, ହେଲା ମୋରଭିର ମନେ ରଖିବେ, ଏଇଟା ତାର ମିନିଂଟା ହେଉଛି ଆୱାର ଓନ୍ ବ୍ରେଭ୍, ଏଇଟା ଟିକେ ମନେ ରଖିବେ, ହେଲା। ଆଉ ମନେ ରଖିବେ ଟିକେ ଓଡ଼ିଶାର ଜଣେ
ଫିମେଲ୍ କିଏ ସବୁଠୁ ହାଏଷ୍ଟ ମେଡ଼ାଲ୍ ଜିତିଥିଲେ ସେ ହେଉଛନ୍ତି ଅଞ୍ଜଳି ମୁଣ୍ଡା। ମନେ ରଖିବ ଟିକେ, ଅଞ୍ଜଳି ମୁଣ୍ଡା। ସିଏ ଆମ ଟୋଟାଲ୍ 5ଟା ଗୋଲ୍ଡ ମେଡ଼ାଲ୍ ଜିତିଥିଲେ, ମନେ ରଖିବେ ଟିକେ। ତାପରେ ନେକ୍ସଟ ଚାଲନ୍ତୁ ଯିବା। ନେକ୍ସଟ ଅଛି ଆମର ଯେଉଁ ଆୱାର୍ଡ଼ ଗୁଡ଼ା ଅଛି, ଗ୍ଲୋବାଲ୍ ଟ୍ରଫି ଗୁଡ଼ା। ଅସ୍କାର ଆୱାର୍ଡ଼ ଆମର ବେଷ୍ଟ ପିକ୍ଚର କେଉଁଟା ପାଇଛି? ୱାନ୍ ବେଟାଲ୍ ଆଫ୍ଟର ଏନାଦର, ସେଇଟା ହେଉଛି ଆମର ଅସ୍କାର ଆୱାର୍ଡ଼ରୁ ବେଷ୍ଟ ପିକ୍ଚର ପାଇଛି ଏଇଥର ଆୱାର୍ଡ଼। ତାପରେ ଅଛି ଗ୍ରେମି ଆୱାର୍ଡ଼ କେଉଁଟା ପାଇଛି? ଆଲବମ୍ ଅଫ୍ ଦ ଇୟର୍ ମିଡନାଇଟ୍ସ, ଏଇଟା ପାଇଛି ହେଲା। ଆଉ ପ୍ରଥମ କିଏ ପାଇଥିଲେ ଗ୍ରେମି ଆୱାର୍ଡ଼? ସେଟା ହେଉଛି ରବିଶଙ୍କର। ତାପରେ ଏଇ ବର୍ଷର ଆମର ଟାଇମ୍ ମ୍ୟାଗାଜିନ୍ ଆୱାର୍ଡ଼ରେ ଟିକେ ଇମ୍ପୋର୍ଟାଣ୍ଟ ମନେ ରଖିବ। ପର୍ସନ୍ ଅଫ୍ ଦ ଇୟର୍ 2025, ଏଇଟା ହେଉଛି ଦ ଆର୍କିଟେକ୍ଟ ଅଫ୍ AI, ଏଇଟା ଟିକେ ମନେ ରଖିବେ। ଆଉ CEO ଅଫ୍ ଦ ଇୟର୍ ସେ ହେଉଛି ନେଲ୍ ମୋହନ ଯେଉଁଟାକି ୟୁଟ୍ୟୁବରେ ଅଛନ୍ତି ହେଲା। ତାପରେ ନେକ୍ସଟ ଚାଲନ୍ତୁ ଯିବା କିଛି ପ୍ରାଇଜ୍ ଉପରେ। ପ୍ରାଇଜ୍ରେ ଆମର ଯେମିତି ଏବେଲ୍ ପ୍ରାଇଜ୍ କେଉଁଥିପାଇଁ ଦିଆଯାଏ? ମ୍ୟାଥ୍ ହେଲା। ମ୍ୟାଥ୍ରେ ତାହେଲେ ଏବେଲ୍ ପ୍ରାଇଜ୍ କାହାକୁ ଦିଆଯାଇଛି? ଗାର୍ଡ଼ ହାଲ୍ଟିଂ, ଏଇଟା ନା ଟିକେ ମନେ ରଖିବେ। ତାପରେ ସରସ୍ୱତୀ ସମ୍ମାନ 2025ରେ କିଏ ପାଇଛନ୍ତି? ରାମ କୁମାର ମୁଖୋପାଧ୍ୟାୟ, ଏଇଟା ମନେ ରଖିବେ ଟିକେ। ଆଉ ଆୱାର୍ଡ଼ ଫର୍ ହିଜ୍ ୱାର୍କ ହରପାର୍ବତୀ ଷ୍ଟୋରି, ମାନେ କେଉଁ ଷ୍ଟୋରି ପାଇଁ ସେ ପାଇଥିଲେ? ହରପାର୍ବତୀ ଷ୍ଟୋରି। କିଏ? ସେ ହେଉଛନ୍ତି ରାମ କୁମାର ମୁଖୋପାଧ୍ୟାୟ, ମନେ ରଖିବେ। ତାପରେ ଜ୍ଞାନପୀଠ ଆୱାର୍ଡ଼ ମାନେ 60ତମ ଏଡ଼ିସନ୍ କିଏ ଜିତିଛନ୍ତି? ଆର୍ ଭୀରା ମୁଥୁ, ମନେ ରଖିବେ ଟିକେ, ଆର୍ ଭୀରା ମୁଥୁ। ଆଉ 57ରେ କିଏ ପାଇଛନ୍ତି? ଏଟା ହେଉଛି ଦାମୋଦର। 59ରେ ପାଇଛନ୍ତି ହିନ୍ଦୀ ପୋଏଟ୍ ବିନୋଦ କୁମାର ଶୁକ୍ଲା। ଆଉ 60ରେ ଆମର କିଏ ପାଇଲା? ଆର୍ ଭୀରା ମୁଥୁ, ମନେ ରଖିବ। ଜ୍ଞାନପୀଠ ଆୱାର୍ଡ଼ ହେଲା 60ତମ। ତାପରେ ହେଉଛି ବିଜ୍ଞାନ ରତ୍ନ ଆୱାର୍ଡ଼ 2025ରେ କିଏ ପାଇଛନ୍ତି? ଜୟନ୍ତ ବିଷ୍ଣୁ ନର୍ଲିକାର, ଇଏ ହେଉଛନ୍ତି ଆମର ଆଷ୍ଟ୍ରୋଫିଜିସିଷ୍ଟ, ଏଇଟା ଟିକେ ମନେ ରଖିବେ, ଇମ୍ପୋର୍ଟାଣ୍ଟ ଅଛି। ତାପରେ ନେକ୍ସଟ ଚାଲନ୍ତୁ ଯିବା ଇଣ୍ଡେକ୍ସ ଉପରେ ହେଲା। ଇଣ୍ଡେକ୍ସରେ ଇଣ୍ଡିଆର ର୍ୟାଙ୍କ କେତେ ଅଛି ସେଗୁଡ଼ା ଟିକେ ଦେଖିବା। ସେଇଭଳିଆ ହ୍ୟାପିନେକ୍ସ ଇଣ୍ଡେକ୍ସରେ ଇଣ୍ଡିଆର ର୍ୟାଙ୍କ ଅଛି 16ରେ। ଟପ୍ରେ ଆମର କିଏ ଅଛନ୍ତି? ଫିନଲାଣ୍ଡ ହେଲା, ମନେ ରଖିବେ। ଆଉ ଲାଷ୍ଟରେ କିଏ ଅଛନ୍ତି? ଆଫଗାନିସ୍ତାନ। ତ ଇମ୍ପୋର୍ଟାଣ୍ଟ ଅଛି ଇଣ୍ଡିଆ 16 ନମ୍ବର ର୍ୟାଙ୍କରେ ଅଛି ହ୍ୟାପିନେସ୍ ଇଣ୍ଡେକ୍ସରେ। ତାପରେ ଅଛି ଟେରରିଜିମ୍ ଇଣ୍ଡେକ୍ସରେ ଅଛି ଇଣ୍ଡିଆର ର୍ୟାଙ୍କ 16ରେ ହେଲା। ଆଉ ଟପ୍ରେ ଆମର କିଏ ଅଛି? ପାକିସ୍ତାନ। ତାପରେ ତାର ପଛରେ ଅଛି ବୁର୍କିନା ଫାସୋ, ମାଲି, ସେଗୁଡ଼ା ହେଲା। ତାପରେ ନେକ୍ସଟ ଅଛି ନେଟୱାର୍କ ରେଡିନେସ୍ ଇଣ୍ଡେକ୍ସରେ ଅଛି ଆମର ଇଣ୍ଡିଆର ର୍ୟାଙ୍କ ଅଛି 45। ଟପ୍ରେ କିଏ ଅଛି? USA। ଏସିଆ ପାୱାର ଇଣ୍ଡେକ୍ସରେ ଅଛି ଇଣ୍ଡିଆର ର୍ୟାଙ୍କ 3rd, ଆଉ ଟପ୍ରେ କିଏ ଅଛି? USA। ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସ ଇଣ୍ଡିଆର ର୍ୟାଙ୍କ ଅଛି କେତେ? 30, ଆଉ ଟପ୍ରେ କିଏ ଅଛି? ଆଇସଲ୍ୟାଣ୍ଡ। ତ ଏଇଟା ଟିକେ ଇମ୍ପୋର୍ଟାଣ୍ଟ ମନେ ରଖିବ ଟିକେ। ହ୍ୟୁମାନ୍ ଡେଭଲପମେଣ୍ଟ ଇଣ୍ଡେକ୍ସରେ କିଏ ଟପ୍ କରିଛନ୍ତି? ସେଇଟା ହେଉଛି ଆଇସଲ୍ୟାଣ୍ଡ, ଆଉ ଇଣ୍ଡିଆର ର୍ୟାଙ୍କ ଅଛି 30। ତାପରେ ନେକ୍ସଟ ଚାଲନ୍ତୁ ଯିବା ବ୍ରେକିଂ ନ୍ୟୁଜ୍ ଟୁ ଗ୍ରାଉଣ୍ଡ। ତ ସେଇଟାରେ ଆମର ଅଛି ଫାଷ୍ଟ LPG ATM ସେଟଅପ୍ କାହା ଦ୍ୱାରା ହେଇଥିଲା? BPCL ହେଲା। ଆଉ ସେଟା ଆମର କେଉଁ ଜାଗାରେ ହେଇଥିଲା? ଗୁରୁଗ୍ରାମ ହରିୟାଣାରେ। ଫାଷ୍ଟ LPG ATM, ଏଇଟା ଟିକେ ମନେ ରଖିବ, ଇମ୍ପୋର୍ଟାଣ୍ଟ ଅଛି ଏକ୍ଜାମ୍ ପାଇଁ। ତାପରେ ଫାଷ୍ଟ କ୍ୟାସଲେସ୍ କଣ୍ଟ୍ରି କେଉଁଟା ହେବ? ସ୍ୱିଡେନ୍, ମନେ ରଖିବ ଟିକେ। ଫାଷ୍ଟ ଭାର୍ଟିକାଲ ଲେଫ୍ଟ ସି ବ୍ରିଜ୍ ସେଇଟା ହେଉଛି ପମ୍ବନ ବ୍ରିଜ୍, ଯେଉଁଟାକି ଆମର ଇଣ୍ଡିଆରେ ଅଛି ହେଲା। ତାପରେ ଏଇଟା ନେକ୍ସଟ ଟିକେ ଇମ୍ପୋର୍ଟାଣ୍ଟ ମନେ ରଖିବ। ଫାଷ୍ଟ ସ୍ଲମ୍ ଫ୍ରି ସିଟି ଆମର କେଉଁଟା ହେବ? ଚଣ୍ଡିଗଡ଼। ତାପରେ ଫାଷ୍ଟ AI ମିନିଷ୍ଟର କେଉଁଟା ହେବ? ଆଲବାନିଆ। ତାପରେ ଫାଷ୍ଟ 100% ବ୍ଲାଇଣ୍ଡ ଜଜ୍, ଏଇଟା ଟିକେ ଇମ୍ପୋର୍ଟାଣ୍ଟ ମନେ ଅଛି ରଖିବ। ପ୍ରଥମ କିଏ 100% ଯିଏକି ବ୍ଲାଇଣ୍ଡ ଅନ୍ଧ ଜଜ୍, ସେ ହେଉଛନ୍ତି ଆମର ଧନ୍ୟ, ସେ ହେଉଛନ୍ତି କେରଳାର। ହଉ ତାପରେ ନେକ୍ସଟ ଯିବା
रिसेंटली आमर जो स्पेस डायरी रे किछि अछि तो इसरो इंडियन स्पेस रिसर्च ऑर्गेनाइजेशन जोटा कि कंडक्ट करिथिला गगनयान पाराचूट टेस्ट करिथिला हला सेटा मन रखो सक्सेसफुली कंडक्ट करिथिला गगनयान पाराचूट टेस्ट तापर इसरो आमर लॉन्च करिथिला ब्लू ब्लॉक 2 सैटेलाइट जोटा कि आमर को लॉन्च भेंगिलटा किस थिला PSLV C62 मिशन जोटा कि आमर जनवरी मासर लॉन्च कराइथिला किंतु सेटा फेल हो जाइथिला हला ब्लू ब्लॉक 2 सैटेलाइट सेटा मन रखो इंपोर्टेंट आ को लॉन्चिंग व्हीकल PSLV C62 हला तापर नेक्स्ट अछि आमर DRDO डेवलप स्वदेश सी वाटर डेस्टिलेशन सिस्टम फॉर सोल्जर गोटे डेवलप करिछि तापर आमर किछि नासारो जिबा नासारो ए रिसेंटली लॉस्ट कांटेक्ट विथ देयर मार्स मिशन प्रोब तो ए रिसेंटली तार जो मार्स मिशन करिथिला प्रोब सेटर तार कांटेक्ट लॉस करिछि के नासा तापर माइक्रोसॉफ्ट लॉन्च न्यू एआई इंटरफेस एक्सेलरेटर चिप नेम्ड तो माइक्रोसॉफ्ट नुआ गोटे एआई इंटरफेस एक्सेलरेटर चिप डेवलप करिछि जार ना होछि माया हला आ तार केते केते ट्रांजिस्टर अछि 140 बिलियन ट्रांजिस्टर अछि हला मन रखिबो ठीक तापर नेक्स्ट चलंत जिबा किछि मिलिटरी एक्सरसाइज ऊपर तो रिसेंटली आमर हेछि नोमैडिक एलिफेंट केते तम सेटा होछि 15 तम तापर आ गोटे होछि शक्ति सेटा होछि 8 तम हला तापर होछि दास्तलुक सेटा मन रखिबो ठीक এই ସବୁ ଆମର ଯେତିକି ବି ଅଛି ତ ସେଇ ଆମର ଯେତିକି ବି ଏକ୍ସରସାଇଜ ହେଇଛି ସବୁ ଗୁଡ଼ା ଇଣ୍ଡିଆ ସହିତ ହେଇଛି ହେଲା ନୋମାଡିକ୍ ଏଲିମେଣ୍ଟ କାହା କାହା ସହିତ ହେଇଛି ସେଟା ସମସ୍ତେ କମେଣ୍ଟରେ ଜଣାଇବେ ହେଲା ତାପରେ ଚାଲନ୍ତୁ ନେକ୍ସଟ ଇମ୍ପୋର୍ଟାଣ୍ଟ ଡେ କିଛି ଡେ ଗୁଡ଼ା ମନେ ରଖିବା ଯେମିତିକି ଆମର ମାର୍ଚ୍ଚ 20 ତାରିଖ ହେଉଛି ୱାର୍ଲଡ ସ୍ପେରୋ ଡେ ମାର୍ଚ୍ଚ 21 ତାରିଖ ହେଉଛି ଆମର फॉरेस्ट डे एंड वर्ल्ड ग्लासियर डे इटा टिके मन रखो वर्ल्ड फॉरेस्ट डे आउ वर्ल्ड ग्लासियर डे के मार्च 21 तो ये रिसेंटली एग्जाम हम तो मार्च पढ़ेला तो से इम्पोर्टेंट अच्छी तो मार्च 22 आमर अच्छे वर्ल्ड वाटर डे आउ एथर जो वर्ल्ड वाटर डे होता तार थीम हूँ वाटर एंड जेंडर इटा टिके मन रखो इम्पोर्टेंट अच्छे एग्जाम बहुत आसीपारे है तापर नेक्स्ट टिके किसी बोनस रे किसी पाइबे फेब्रुआरी 4 हूँ आमर वर्ल्ड कैंसर डे फेब्रुआरी 13 हूँ वर्ल्ड रेडियो डे फेब्रुआरी 28 हूँ आमर नेशनल साइंस डे एगुटा टिके मन रखिए तो से भीतर आमर जो मार्च 22 टा था समस्त टिके इम्पोर्टेंट मन रखिए जोटा कि थीम भी मन रखिए वाटर एंड जेंडर तापर नेक्स्ट समय एतकी थिला ताले।